নমস্কার, জয় জଗନ୍ନାଥ। ଆଶା କରୁଛି ଆପଣ ସମସ୍ତେ ଭଲ ଥିବେ। ଆ ପ୍ରତ୍ୟେକ ସକାଳ କିଛି ଗୋଟେ ନୂଆ ହୋପ୍ ନେଇକି ଆସେ ଆମ ଲାଇଫକୁ। ଆମ ଲାଇଫଟା ଆକ୍ଚୁଆଲି ବହୁତ ହିଁ ସରଳ। ଆମେ ତାକୁ ଟିକେ ବେଶୀ କମ୍ପ୍ଲିକେଟ୍ କରିଦେଇଥାଉ। ଆପଣ ଯଦି ସବୁବେଳେ ଭାବିବେ କି ଆପଣଙ୍କ ଲାଇଫରେ ଯୋଉ ଜିନିଷ ଗୁଡ଼ିକ ଅଛି, ଆଉ ଯୋଉ ଜିନିଷ ଗୁଡ଼ିକ ନାହିଁ, ତାହେଲେ ଆପଣ ଖୁସିରେ ରହିପାରିବେ। ତ ଯେମିତି ଫର୍ ଏକ୍ସାମ୍ପଲ୍ ମର୍ଣ୍ଣିଂରେ ମୁଁ ଆଜି ଉଠି ସକାଳୁ ସକାଳୁ ଆଉ ମୁଁ ସବୁବେଳେ ନେଚରକୁ ପ୍ରାୟୋରିଟି ଦିଏ। ନେଚର ମାନେ ଗଛ ପତ୍ର ଚଢ଼େଇ ଆମକୁ କେତେ ଜିନିଷ ଦିଅନ୍ତି। ମାନେ ତାଙ୍କର କେବେ ଟେନସନ ନଥାଏ। କିନ୍ତୁ ଆମେ ତାଙ୍କର କ୍ଷତି ପାଇଁ କି ଆମର ନିଜର ଲାଭ ପାଇଁ କି ତାଙ୍କୁ ୟୁଜ କରୁଛୁ। ତେବେ ଆସନ୍ତୁ ନେଚରକୁ ଆହୁରି ବଢେଇବା, ଗଛ ପତ୍ର ଲଗେଇବା ଏବଂ ପଶୁ ପକ୍ଷୀ ଚଢ଼େଇ ମାନଙ୍କୁ ଖାଇବା ଦବା। ତେବେ ଆଜି ଗୋଟେ ବଢିଆ ଜିନିଷ ନେଚର ମତେ ଦଉଛି ନା, ମୁଁ ସକାଳୁ ସକାଳୁ ବ୍ରଶ ଫ୍ରଶ କରିସାରିଛି। ତେବେ ମୋ ନଜର ପଡ଼ିଗଲା ଆମର ବଢିଆ ପିଜୁଳି ଗଛ। କ୍ୟାମେରାମ୍ୟାନ ଗୋଟେ ଡାକିବା ଟିକେ ଆଗକୁ ଆସିଯାଆନ୍ତୁ। ଗୋଟେ କ୍ୟାମେରା ଫିଟ୍ ଅଛି। ତ ସେ ପୁରା ପିଜୁଳି ମୁଁ ଦେଖିପାରୁଛି ଏଇଠି। ସେଥିପାଇଁ ମନ ମାନେ ଏତେ ଖୁସି ହେଲା। ପାଚିଲା ପିଜୁଳି ସବୁ। ମାନେ ଏଇଟା ମୋଟା ପାଚିଲା ପିଜୁଳି। ଆଉ ଏଇଟା ଠାକୁରଙ୍କର ଆଶୀର୍ବାଦ ନୁହେଁ ଆଉ କଣ। ଆପଣ ଗଛ ଲଗାନ୍ତୁ, ଫଳ ଖାଆନ୍ତୁ ଏବଂ ପରିବା ପତ୍ର ଖାଆନ୍ତୁ। ଆଉ ଏମିତି ସବୁ ଜିନିଷ ଯଦି ଅର୍ଗାନିକ ୱେରେ ଆପଣଙ୍କ ପାଖକୁ ମିଳିବ, ତାହେଲେ ଆଠୁ ବଡ ଆଶୀର୍ବାଦ ଆଉ କଣ କରିବ। ମୁଁ ଏଇଟାକୁ ଏବେ ଛଡେଇଲି। କିଛି ଧୋଇବା ଦରକାର ନାହିଁ ଆଜ୍ଞା। ବର୍ଷା ହଉଛି, ବର୍ଷାରେ ସବୁ କୀଟାଣୁ ମରିଯାଉଛନ୍ତି। ଖାଇକି ଆପଣ ବତେଇବେ ଏଇଟା କେମିତି ଲାଗୁଛି। ସୁପର, ଫର୍ଷ୍ଟ କ୍ଲାସ। ଆଠୁ ଭଲ ଚାଲିଛି ହେଇପାରିବ ଆଜ୍ଞା। ଫାଇବର, ମଲ୍ଟି ଭିଟାମିନ ଆଉ ସବୁ କିଛି ଆଦେହରେ ଅଛି। ଥରେ ଗଛ ତ ଲଗେଇ ଦେଖନ୍ତୁ। ଆଉ ଯଦି ଆଜି ଆପଣଙ୍କୁ ଏଇ ୟୁଟ୍ୟୁବ ଚ୍ୟାନେଲର ଏଇ ଭିଡିଓ ଭଲ ଲାଗିଲା, ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ସବୁ ଅଛନ୍ତି। ଆଁ?